ମା। ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 299। ପ୍ରଭୁ ଲେଖୁଛନ୍ତି, ବୃଥା ବାଦ ବିବାଦ କର ନାହିଁ, ପରସ୍ପର ମଧ୍ୟରେ ମୁକ୍ତ ଭାବରେ ମତର ଆଦାନ ପ୍ରଦାନ କର। ଯଦି ବାଦ ବିବାଦ କରିବାର ଏକାନ୍ତ ପ୍ରୟୋଜନ ରହିଛି, ତେବେ ତୁମେ ତୁମର ବିପକ୍ଷ ଠାରୁ ମଧ୍ୟ ଶିକ୍ଷା ଲାଭ କର। କାରଣ ଯଦି କେବଳ କାନ ଏବଂ ଯୁକ୍ତି କରୁଥିବା ମନ ଦ୍ୱାରା ନ ଶୁଣି ତୁମେ ଆତ୍ମାର ଆଲୋକରେ କଥାଗୁଡ଼ିକୁ ଶୁଣିପାରୁଥିବ, ତେବେ ଜଣେ ମୂର୍ଖ ଓ ନିର୍ବୋଧ ବ୍ୟକ୍ତି ଠାରୁ ମଧ୍ୟ ତୁମେ ଅନେକ ଯଥାର୍ଥ ଜ୍ଞାନ ଆହରଣ କରିପାରିବ। ଏଠି ଜ୍ଞାନ 299ରେ ପ୍ରଭୁ ଲେଖୁଛନ୍ତି, ବୃଥା ବାଦ ବିବାଦ କର ନାହିଁ, ପରସ୍ପର ମଧ୍ୟରେ ମୁକ୍ତ ଭାବରେ ମତର ଆଦାନ ପ୍ରଦାନ କର। ସାଧାରଣତଃ ବ୍ୟକ୍ତି ଯେତେବେଳେ ନିମ୍ନ ମନ ଚେତନାରେ ଥାଏ ବା ତାଠାରୁ ନିମ୍ନରେ ପ୍ରାଣ ଚେତନାରେ ବସବାସ କରୁଥାଏ, ସେତେବେଳେ ସେ ମୁକ୍ତ ଭାବରେ ପରସ୍ପର ଭିତରେ ମତର ଆଦାନ ପ୍ରଦାନ କରିପାରନ୍ତି ନାହିଁ। ସେ ଯେତେବେଳେ କେହି ବି କଣ ଯଦି କିଛି ମତର ଆଦାନ ପ୍ରଦାନ କରନ୍ତି, ସେତେବେଳେ ଅନ୍ୟ ଜଣେ ବ୍ୟକ୍ତି ଯଦି ତାଙ୍କ ସହ ସହମତ ହୁଏ, ତେବେ ସିଏ କୁହନ୍ତି ଇଏ ମୋ ପକ୍ଷର ଲୋକ। ଯଦି ତାଙ୍କ ମତ ଠାରୁ କିଛି ବି ପାର୍ଥକ୍ୟ ହେଲା, ତେବେ ସିଏ କୁହନ୍ତି ଇଏ ମୋ ବିପକ୍ଷର ଲୋକ, ଇତ୍ୟାଦି ଇତ୍ୟାଦି କଥା। ସବୁବେଳେ ବିରୋଧ କିମ୍ବା ସପକ୍ଷ ଏ ଦୁଇଟି ଭାଷା ହିଁ ବୁଝନ୍ତି। ଆମେ ପୂର୍ବରୁ ଜ୍ଞାନର ଆଲୋଚନାରେ ପୂର୍ବରୁ ଆଲୋଚନା କରିଥିଲେ, ମନେ ଥିବ, ପ୍ରଭୁ ଲେଖିଲେ ଯେ ନିମ୍ନ ଚେତନାରେ ଥିବା ବ୍ୟକ୍ତି ପାଇଁ ଘୃଣା ନଥିଲେ ସେ ପ୍ରେମର ମୂଲ୍ୟ ବୁଝେ ନାହିଁ, ଖରା ନଥିଲେ ଛାଇର ମୂଲ୍ୟ ବୁଝେ ନାହିଁ। ଯେ ପର୍ଯ୍ୟନ୍ତ ଊର୍ଦ୍ଧ୍ୱତର ଚେତନାକୁ ଯାଇନାହାନ୍ତି, ସେମାନଙ୍କ ପାଇଁ এই ଦୁଇଟିର ଆବଶ୍ୟକତା ତାଙ୍କ ସହିତ ସଂଯୁକ୍ତ ହୋଇ ଚାଲିଥାଏ। ସେହିଭଳି ସେହି ନିମ୍ନ ଚେତନାରେ ଥିବା ବ୍ୟକ୍ତି ମୁକ୍ତ ଭାବରେ ମତର ଆଦାନ ପ୍ରଦାନକୁ ଗ୍ରହଣ କରିପାରନ୍ତି ନାହିଁ। ସେ ତାକୁ ଗ୍ରହଣ କରନ୍ତି ଆଇଦର ବିପକ୍ଷରେ ନହେଲେ ସପକ୍ଷରେ। ସେଇଥିପାଇଁ ତାପରେ କିନ୍ତୁ ପ୍ରଭୁ ଆମକୁ କହୁଛନ୍ତି, ଯେହେତୁ ଆମେ ଯେଉଁମାନେ ସାଧନା କରିବା ପାଇଁ କିମ୍ବା ମା ଶ୍ରୀଙ୍କ ପ୍ରତି କୌଣସି ପ୍ରକାରରେ ବି ଆକୃଷ୍ଟ ହୋଇ ଆସିଛନ୍ତି, ସେମାନଙ୍କ ପାଇଁ କଣ ପ୍ରୟୋଜନ, ଯୋଉଟା କି ପ୍ରଭୁ ଆମ ପାଖରେ କହୁଛନ୍ତି ଯେ ତୁମେ ତୁମର ବିପକ୍ଷ ଠାରୁ ମଧ୍ୟ ଶିକ୍ଷା ଲାଭ କର। କାରଣ ଯଦି କେବଳ କାନ ବା ଯୁକ୍ତି କରୁଥିବା ମନ ଦ୍ୱାରା ନ ଶୁଣି ତୁମେ ଆତ୍ମାର ଆଲୋକରେ କଥା ଗୁଡ଼ିକୁ ଶୁଣି ପାରୁଥିବ, এইটা হচ্ছে ଗୁରୁତ୍ୱପୂର୍ଣ୍ଣ କଥା। ଆତ୍ମାର ଆଲୋକରେ ଯେତେବେଳେ ଆମେ କଥାଟିକୁ ଶୁଣିପାରିବା, ସେତେବେଳେ ଆମେ ଅନୁଭବ କରିପାରିବା, ସ୍ୱତଃ ପ୍ରବୃତ୍ତ ଭାବରେ ଅନୁଭବ ଆସିବ ଯେ ପ୍ରତ୍ୟେକ ଘଟଣାବଳୀ ମୋର ଅଗ୍ରଗତି ପାଇଁ ସହାୟକ ହେଇ ଆସି ପହଞ୍ଚିଛନ୍ତି। ତେଣୁ ସେତେବେଳେ ଜଣେ ମୂର୍ଖ ଏବଂ ନିର୍ବୋଧ ବ୍ୟକ୍ତି ଠାରୁ ମଧ୍ୟ ଆମେ ଜ୍ଞାନ ଆହରଣ କରିପାରିବା। ଆମେ ମନେ ପକେଇବା, ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଗୁରୁ ଅବଧୂତ, ଯିଏ ଯେଉଁମାନେ ସତ୍ୟର ଅନୁସନ୍ଧିତ୍ସୁ ଥାନ୍ତି, ସେମାନଙ୍କୁ ଆମର ସନାତନ ଧର୍ମରେ ସାଧାରଣତଃ ସାଧୁ, ମୁନି, ଋଷି ଏହି ପ୍ରକାରର ଏକ ବିଶ୍ଳେଷଣ ତାଙ୍କୁ ଦେଇଥାଏ ଏବଂ ତାଙ୍କୁ ସମ୍ମାନ କରେ। ତେଣୁ ଯେତେବେଳେ ଅବଧୂତ କହୁଛନ୍ତି, ସିଏ ତାଙ୍କର 24 ଜଣଙ୍କୁ ଗୁରୁ କରିଥିଲେ ବୋଲି ସେ ବର୍ଣ୍ଣନା କରିଛନ୍ତି। ସେ ଯୁଆଡ଼େ ଯାଉଛନ୍ତି ସେତେବେଳେ ଦେଖୁଛନ୍ତି ଯେ ପିମ୍ପୁଡ଼ିକୁ ବି ଗୁରୁ କରିଛନ୍ତି, ପୃଥିବୀକୁ ମାତାକୁ ଗୁରୁ କରିଛନ୍ତି, ଯାହାକୁ ଦେଖୁଛନ୍ତି ତାଙ୍କୁ ସମସ୍ତଙ୍କୁ ସେ ଗୁରୁ କରିଛନ୍ତି। ସେ ପୃଥିବୀ,
ବାୟୁ, ଆକାଶ, ଜଳ, ଅଗ୍ନି, ଚନ୍ଦ୍ର, ସୂର୍ଯ୍ୟ, ଗୋଟେ ସାମାନ୍ୟ ଆମ ଧାରାରେ, ଆମ ଭାବନାରେ ଗୁଗୁଲି ପକ୍ଷୀ, ସାପ, ଅଜଗର ସାପ, ସମୁଦ୍ର, ତିତଲି ବା ପତଙ୍ଗ ବା ପ୍ରଜାପତି, ମହୁମାଛି, ହାତୀ, ଇ ହରିଣ ଏବଂ ମାଛ, ଗୋଟେ ଯାହାକୁ ସମାଜ ଘୃଣା କରେ, ବେଶ୍ୟା, ତା ନାଁ ପିଙ୍ଗଳା ବେଶ୍ୟା। ଆଉ ଗୋଟେ ଛୋଟିଆ ପକ୍ଷୀଟିଏ, ସେଟା ହଉଛି କୁରାରୀ ପକ୍ଷୀ। ତାକୁ ଓଡ଼ିଆରେ କଣ କହନ୍ତି ମୁଁ ଜାଣିନି। ଏବଂ ଛୋଟ ଶିଶୁ, କନ୍ୟା ସନ୍ତାନ, ଜଣେ ଧନୁର୍ଧାରୀ, ଏଇଭଳି ଭାବରେ ଗୁଣ୍ଡି ପୋକକୁ ପର୍ଯ୍ୟନ୍ତ ମଧ୍ୟ ସେ ଗୁରୁ କରିଥିଲେ। ସେ ପ୍ରତ୍ୟେକଙ୍କ ପାଖରୁ, ଯେମିତି ଆମେ ପୃଥିବୀ ପାଖରୁ ଶିଖିବା ଧୈର୍ଯ୍ୟ, ସହନଶୀଳତା, ସମସ୍ତଙ୍କୁ କ୍ଷମା ପ୍ରଦାନ କରିବା, ସୂର୍ଯ୍ୟଙ୍କ ପାଖରୁ ଶିଖିବା ଯେ ସବୁ କିଛିକୁ ଆଲୋକମୟ, ଉଜ୍ଜଳମୟ ଏବଂ ଏକ ଶୁଭ ସୂଚନାର, ଏଇଭଳି ଭାବରେ ସେ ଯାହା ଯାହା ପାଖରୁ ଶିଖିଥିଲେ। ଏବଂ ଯୋଉ ଗୁଗୁଲି ପକ୍ଷୀ, ତା ପାଖରୁ ସେ ଶିଖୁଥିଲେ ବା ସେ କହିଛନ୍ତି ଯେ ଡେଞ୍ଜର୍ସ ଅଫ ଆଟାଚମେଣ୍ଟ, ଆସକ୍ତିର ପରିଣାମ କଣ ହେଇପାରେ, ସେ ତା ପାଖରୁ ଶିଖିଛନ୍ତି। ଏଭଳି ଭାବରେ ସେ ସମସ୍ତଙ୍କ ପାଖରୁ ଶିକ୍ଷା ଗ୍ରହଣ କରିବାର ଏକ, ଆପଣ କହିପାରନ୍ତି, ଗ୍ରହଣଶୀଳତାର ଏକ ଚରମ ସୀମାରେ ନିଜକୁ ରଖିଥିଲେ। ସେ ଯୋଉଠି ଯାହା ପାରୁଥିଲେ ତାଙ୍କ ପାଖରୁ ସେ ଶିଖୁଥିଲେ। ସାଧାରଣ ମନୁଷ୍ୟ ଭାବରେ ଯଦି ସମସ୍ତଙ୍କ ପାଖରୁ ଶିଖି ହେବ, ଯେତେବେଳେ ଆମେ ଆଧ୍ୟାତ୍ମିକ ପଥରେ ଯିବା ପାଇଁ ସଂକଳ୍ପ କରିଛନ୍ତି, ତେବେ ଆମ ପାଇଁ ଏହା ଅନିବାର୍ଯ୍ୟ ହୋଇ ଉଠେ ଯେ ଆମେ ସମସ୍ତଙ୍କ ପାଖରୁ ଶିଖିବାର ଅଛି, ଗ୍ରହଣ କରିବାର ଅଛି, ସେଇଗୁଡ଼ିକ ଯୋଉଗୁଡ଼ିକ ଆମକୁ ଆଧ୍ୟାତ୍ମିକ ପଥରେ ଅଗ୍ରଗତିରେ ସାହାଯ୍ୟ କରିବ, ଭଗବାନଙ୍କ ଆଡ଼କୁ ନେଇଯିବାରେ, ପରମଙ୍କୁ ପରିପ୍ରକାଶ କରିବାରେ ସାହାଯ୍ୟ କରିବ। ସେଥିପାଇଁ ଆମେ ଯୋଉ ଗୂଢ଼ କଥାଟି ପ୍ରଭୁ କହିଲେ ତାଙ୍କୁ ଭୁଲିବା ନାହିଁ, ଯେ ଆତ୍ମାର ଆଲୋକରେ ଯଦି ଆମେ କଥା ଶୁଣି ପାରୁଥିବା, ତେବେ ଶତ୍ରୁ, ମୂର୍ଖ ଆଉ ନିର୍ବୋଧ ବ୍ୟକ୍ତି ମଧ୍ୟ, ତାଙ୍କଠାରୁ ମଧ୍ୟ ଆମେ ଅନେକ ଯଥାର୍ଥ ଜ୍ଞାନ ଆହରଣ କରିପାରିବା। ଯେତେବେଳେ ଶ୍ରୀରାମ ଲକ୍ଷ୍ମଣ ଯୁଦ୍ଧ ଚାଲିଥିଲା, ସେ ସମୟରେ ଶ୍ରୀରାମଙ୍କ ବାଣରେ ନିହତ ହେଇନାହାନ୍ତି, ବାଣରେ ଆହତ ହେଇକି ପ୍ରାଣବାୟୁ ଛାଡ଼ିବା ପୂର୍ବରୁ ରାବଣ ଯୁଦ୍ଧ କ୍ଷେତ୍ରରେ ଭୂପତିତ ହେଇଛନ୍ତି। ସେତେବେଳେ ଶ୍ରୀରାମ ଲକ୍ଷ୍ମଣଙ୍କୁ ପଠାଉଛନ୍ତି, ଯାଅ ତାଙ୍କ ପାଖରୁ ରାଜନୀତି କିଛି ଶିଖିକରି ଆସ। ସେଠି ଲକ୍ଷ୍ମଣଜୀ କହୁଛନ୍ତି ପ୍ରଭୁଙ୍କୁ ଯେ ତୁମେ ଥାଉ ଥାଉ ମୁଁ କାହିଁକି ଆଉ କାହା ପାଖକୁ ଯିବି ଶିକ୍ଷା ଗ୍ରହଣ କରିବା ପାଇଁ? ତୁମେ ତ ମୋର ସର୍ବେ ସର୍ବା। ତୁମ ପାଖରେ କୋଉ ଜ୍ଞାନର ଭଣ୍ଡାର ଅଭାବ ରହିଛି ଯେ ମୁଁ ଯିବି ଦ୍ୱିତୀୟ କାହା ପାଖକୁ? ତାହା ପୁଣି ଏଭଳି ଏକ ରାଜା। ତା ଦୃଷ୍ଟିକୋଣ, ତାଙ୍କ ଦୃଷ୍ଟିକୋଣରୁ ସେହି ସମୟରେ ଆମେ ସମସ୍ତେ ବି, ଯେ ଜଣେ ଯିଏ ପର ନାରୀ ଅପହରଣ କରିଛି ଏବଂ ସମଗ୍ର ପ୍ରଜାମାନଙ୍କୁ ଯୁଦ୍ଧର ଭୟାବହତା ଭିତରକୁ ଠେଲି ଦେଇଛି, ସେ ପ୍ରକାରର ରାଜା ପାଖକୁ ମୁଁ କଣ ଯିବି ରାଜନୀତି ଶିଖିବା ପାଇଁ? କିନ୍ତୁ ଶ୍ରୀରାମ କହୁଛନ୍ତି ତମେ ଥରେ ଯାଇକି ଦେଖ। ବର୍ଣ୍ଣନା ହିସାବରେ, ବର୍ଣ୍ଣନାରେ କେତେ କଥା କୁହାଯାଇଛି, ମୁଁ କେବଳ ଶେଷ କଥାଟି କହିବି। ଶେଷକୁ ଯେତେବେଳେ ଲକ୍ଷ୍ମଣଜୀ ଯାଇକି ରାବଣଙ୍କ ପାଖରେ ପହଞ୍ଚନ୍ତି ଏବଂ ତାଙ୍କୁ କହୁଛନ୍ତି ଭାଇ ପଠେଇଛନ୍ତି ଆପଣଙ୍କ ପାଖରୁ ଶିକ୍ଷା ଗ୍ରହଣ କରିବା ପାଇଁ, ଏଇଟା ହଉଛି ଜଣେ ଯେତେବେଳେ
ଜିଜ୍ଞାସୁ ଭାବ ରଖେ ସେତେବେଳେ ସିଏ ଯେକୌଣସି ବ୍ୟକ୍ତିଙ୍କ ପାଖରୁ ମଧ୍ୟ ବା ଯେକୌଣସି ବସ୍ତୁ ପାଖରେ ଯେକୌଣସି ଜୀବ ପାଖରୁ ମଧ୍ୟ ଶିକ୍ଷା ଗ୍ରହଣ କରିପାରିବ। କାରଣ ସବୁ ବସ୍ତୁ ସବୁ ଜୀବ ଭିତରେ ଯୋଉ ପରମଙ୍କର ପରିପ୍ରକାଶ ଆତ୍ମା ରୂପରେ ରହିଛନ୍ତି, ସିଏ ଯୋଉଭଳି ଭାବରେ ପରିପ୍ରକାଶ କରିବାକୁ ଆସିଥିଲେ ସେ ସେଇ ପ୍ରକାର ରୂପ ଗ୍ରହଣ କରିଛି, ସେଇ ପ୍ରକାର ପରିପ୍ରକାଶ କରିଛି। କିନ୍ତୁ ଅନ୍ତର୍ନିହିତ ସତ୍ୟଟି ତାଙ୍କ ଭିତରେ ଲୁକାୟିତ ରହିଛି। ଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଲା ସିଏ କିଛି ନା କିଛି ପ୍ରଭୁଙ୍କର ପରମଙ୍କର ପ୍ରକାଶ କରୁଛନ୍ତି, ଯାହା ମୋର ଶିଖିବାର ଅଛି ନିଶ୍ଚୟ। ଏବେ ଜଣେ ପିଲାଟିଏ କହୁଥିଲା ଯେ ଭାଇ, ଯେତେବେଳେ କୌଣସି ଏକ ଚଳଚ୍ଚିତ୍ରରେ ଜଣେ ଖଳନାୟକ ସର୍ବ ସମ୍ମୁଖରେ ବ୍ୟକ୍ତିକୁ ହତ୍ୟା କରୁଛି, ସିଏ ଆମକୁ କଣ ଶିଖଉଛି? ଆଉ ଗୋଟେ ପିଲାଟେ କହୁଛି, ଭାଇ କଣ ଏତିକି ସେ ଜାଣିପାରୁନି? ସର୍ବ ସମ୍ମୁଖରେ ସେ ହତ୍ୟା କରୁଛି ମାନେ ସେ ଶିଖଉଛି ଯେ ଭୟ ସମସ୍ତଙ୍କ ଭିତରେ, ସେ ଭୟ ସଞ୍ଚାର କରିବାକୁ ଚେଷ୍ଟା କରୁଛି ଏବଂ ଅନ୍ୟମାନଙ୍କର ଭୟ ସଞ୍ଚାର ହେଲେ ହିଁ ସିଏ ତାର ପ୍ରତିଷ୍ଠାକୁ ପ୍ରତିଷ୍ଠିତ କରିପାରିବ। ଯେତେବେଳେ ଜଣେ ଭୟଶୂନ୍ୟ ହେଇଯିବ ସେତେବେଳେ ଆଉ ଅହଙ୍କାର ନିଜକୁ ପ୍ରତିଷ୍ଠିତ କରିପାରିବ ନାହିଁ। ଏଇଭଳି ଭାବରେ ଆଲୋଚନା ଭିତରେ ଯୋଉ କଥାଟି ଆସିଲା, ଆମେ ଟିକେ ତାକୁ ଆଉ ଟିକେ ଆମ ଭାଷାରେ ବୁଝିବାକୁ ଚେଷ୍ଟା କରିବା। ଯେତେବେଳେ ଜଣେ ଅହଂରେ ପ୍ରବୃତ୍ତ ହୁଏ ସେତେବେଳେ ସିଏ ସାଧାରଣ ସମାଜରେ ବା ସମସ୍ତଙ୍କ ପାଖରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଯେକୌଣସି ନିମ୍ନ ଚେତନାକୁ ସେ ଖସି ଯାଇପାରେ, ଯେକୌଣସି କାର୍ଯ୍ୟ କରିପାରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ। ସେହି ସମୟରେ ଯିଏ ପୂର୍ଣ୍ଣ ବିଶ୍ୱାସ ନିର୍ଭରତା ରଖିଥିବ ନିଜର ଅନ୍ତରାତ୍ମା ଉପରେ, ପରମଙ୍କର ଉପରେ, ତେବେ ସିଏ ଯଦି ଭୟଶୂନ୍ୟ ହେଲେ ଏବଂ ଆତ୍ମା ଉପରେ ନିର୍ଭର କରି ବଞ୍ଚିବା ଶିଖିଗଲେ, ତେବେ ଅହଂ ସେଠି ଆଉ ତିଷ୍ଠି ପାରିବ ନାହିଁ, ତାହାର ବିନାଶ ନିଶ୍ଚିତ। ସେ କହୁଛି, ସେଠୁ ସେ ପିଲାମାନେ କହୁଛନ୍ତି, ଆଜ୍ଞା ହଁ ଭାଇ, ଯେତେବେଳେ ହିରୋ ଆସି ପହଞ୍ଚେ ସିଏ ଯେତେବେଳେ ନିର୍ଭୟ ଭାବରେ ସମ୍ମୁଖୀନ ହେବା ପାଇଁ ଚେଷ୍ଟା କରେ, ତା ଫଳରେ ଧୀରେ ଧୀରେ ବ୍ୟକ୍ତିମାନେ ସଚେତନ ହୁଅନ୍ତି ଏବଂ ସେ ଖଳନାୟକର ପତନ ହୁଏ। ତେଣୁ ଆମେ ସେଠି ବି ଶିଖିପାରିବା ଯେ ନିଜକୁ ମୋ ଭିତରେ କୌଣସି ମୁହୂର୍ତ୍ତରେ ବି ସର୍ବସାଧାରଣରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଯଦି ବି କିଛି ବି ଏକ ସ୍ପନ୍ଦନ ଆସେ, ତେବେ ମୁଁ ସଚେତନ ହେବି ଯେ ଅହଂ ମୁଣ୍ଡ ଟେକିଲାଣି ଏବଂ ଭୁଲିଯିବି ନାହିଁ ଯେ ପରମଙ୍କ ସହିତ ଏକତ୍ୱ ହେବାକୁ ହିଁ ଏ ଜୀବନ ମୋତେ ଦିଆଯାଇଛି, ତାଙ୍କୁ ପରିପ୍ରକାଶ କରିବାକୁ ଜୀବନଟି ଦିଆଯାଇଛି। ଇଏ ଥିଲା ଜ୍ଞାନ 299।